ଫିଟ୍ ଇଣ୍ଡିଆ କାର୍ନିଭାଲ ପୁରୀରେ 21 ମାର୍ଚ୍ଚରୁ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ସହିତ ଫିଟନେସ୍ ପାଳନ। ପୁରୀ ଫିଟ୍ ଇଣ୍ଡିଆ କାର୍ନିଭାଲ ଚଳିତ ମାସ 21ରୁ 23 ପର୍ଯ୍ୟନ୍ତ ପୁରୀର ଗୋଲ୍ଡେନରେ ଅନୁଷ୍ଠିତ ହେବ, ଯାହା ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଅଧୀନରେ ଫିଟନେସ୍, ସଂସ୍କୃତି ଏବଂ ସାମ୍ପ୍ରଦାୟିକ ସମ୍ପର୍କକୁ ଏକତ୍ର କରିବ। ଏହି 3 ଦିନିଆ କାର୍ନିଭାଲ ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଆଞ୍ଚଳିକ କେନ୍ଦ୍ର କୋଲକାତା ଦ୍ୱାରା ଓଡ଼ିଶା ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ଆୟୋଜିତ ହେଉଛି। କାର୍ନିଭାଲ ପୁରୀ ସଂସ୍କରଣ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଆଧୁନିକ ଫିଟନେସ୍ ଅଭ୍ୟାସ ସହିତ ମିଶ୍ରଣ କରିବା ପାଇଁ ଚିନ୍ତାଶୀଳ ଭାବରେ ଡିଜାଇନ୍ କରାଯାଇଛି, ଯାହା ପରମ୍ପରାକୁ ସମସାମୟିକ ସୁସ୍ଥତା ସହିତ ସଂଯୋଗ କରୁଥିବା ଏକ ଅନନ୍ୟ ଅଭିଜ୍ଞତା ସୃଷ୍ଟି କରିବ ବୋଲି କହିଛନ୍ତି ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଆଞ୍ଚଳିକ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର। ଆଜି ପୂର୍ବାହ୍ନରେ ସର୍କିଟ୍ ହାଉସ୍ ଠାରେ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଶ୍ରୀ ମିଶ୍ର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଯୋଗ ସେସ୍, ଜୁମ୍ବା ଏବଂ ଇଣ୍ଟରାକ୍ଟିଭ୍ ଫିଟନେସ୍ ଚ୍ୟାଲେଞ୍ଜ ସମେତ ସମସ୍ତ ବୟସ ଗୋଷ୍ଠୀ ପାଇଁ ଡିଜାଇନ୍ କରାଯାଇଥିବା ମଜାଦାର କାର୍ଯ୍ୟକଳାପ ଜୋନ୍ ସହିତ ଯୋଡ଼ା ଯାଇଛି ବୋଲି କହିଥିଲେ। ଏହି କାର୍ନିଭାଲରେ ପାରମ୍ପରିକ ଖେଳ ଏବଂ ସ୍ୱଦେଶୀ କ୍ରୀଡ଼ା ସହିତ ବେଳାଭୂମି ଭିତ୍ତିକ କ୍ରୀଡ଼ା କାର୍ଯ୍ୟକଳାପ ଯେପରିକି ବେଳାଭୂମି କ୍ରିକେଟ୍, ଭଲିବଲ୍, କୁସ୍ତି ଇତ୍ୟାଦି ମଧ୍ୟ ପ୍ରଦର୍ଶିତ ହେବ, ଯାହା ଶାରୀରିକ କାର୍ଯ୍ୟକଳାପକୁ ଉତ୍ସାହିତ କରିବା ସହିତ ସ୍ଥାନୀୟ ଐତିହ୍ୟକୁ ପାଳନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ। ଅଭିଜ୍ଞତାକୁ ଆହୁରି ଯୋଡ଼ିବା ସହିତ ଏହି କାର୍ଯ୍ୟକ୍ରମରେ ଗୋଟିପୁଅ ନୃତ୍ୟ, ପାଇକ ଆଖଡ଼ା ପ୍ରଦର୍ଶନ, ସମ୍ବଲପୁରୀ ନୃତ୍ୟ ଏବଂ ଅନ୍ୟାନ୍ୟ ପାରମ୍ପରିକ କଳା ପ୍ରକାରର ସାଂସ୍କୃତିକ ପ୍ରଦର୍ଶନ କରାଯିବ, ଯାହା ଅଂଶଗ୍ରହଣକାରୀମାନଙ୍କ ପାଇଁ ଏକ ସ୍ପନ୍ଦନଶୀଳ ଏବଂ ନିମଜ୍ଜିତ ପରିବେଶ ସୃଷ୍ଟି କରିବ। ପ୍ରତ୍ୟେକ ଦିନ ସକାଳ 6ଟାରୁ ଦିବା 9 ଓ ଅପରାହ୍ନ 4:30ରୁ ରାତ୍ରି 8:30 ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଫିଟ୍ ଇଣ୍ଡିଆ କାର୍ନିଭାଲରେ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ କ୍ରୀଡ଼ାବିତ୍ଙ୍କ ଉପସ୍ଥିତି ରହିବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ସୂର୍ଯ୍ୟବଂଶୀ ସୁରଜ, କ୍ରୀଡ଼ା ଏବଂ ଯୁବ ସେବା, ଉଚ୍ଚଶିକ୍ଷା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଡା ସମ୍ବିତ ପାତ୍ର ସାଂସଦ, ପୁରୀ ଏବଂ ଓମ୍ ପ୍ରକାଶ ମିଶ୍ର, ବିଧାୟକ, ସତ୍ୟବାଦୀ ଅନ୍ତର୍ଭୁକ୍ତ ହେବେ। ଏହି କାର୍ଯ୍ୟକ୍ରମରେ ମାରାଥନର ତଥା 2 ଥର ମାନୁଆଲ ଟ୍ରେଡମିଲଧାରୀ ସୁମିତ କୁମାର ସିଂହ, ଅର୍ଜୁନ ପୁରସ୍କାର ବିଜେତା କେ. ରବି କୁମାର, ଭାରୋତ୍ତୋଳନ ଅଲିମ୍ପିଆନ୍ ଆଥଲେଟ୍ ଅନୁରାଧା ବିଶ୍ୱାଳ, ଦୁତି ଚାନ୍ଦ ଅଙ୍କ ଭଳି ପ୍ରସିଦ୍ଧ କ୍ରୀଡ଼ାବିତ୍ ମଧ୍ୟ ଯୋଗଦେବେ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଥିରେ ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସାଇର ସହକାରୀ ନିର୍ଦ୍ଦେଶକ କରଣ ସଧୁବାନୀ, ଉପନିର୍ଦ୍ଦେଶକ ତୈଲୋକ୍ୟ ନାଥ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।